ଆମେ ସେଦିନ ମାନେ ମରି ଯାଇଥାନ୍ତୁ, ଏମିତି ବଡ ଆକ୍ସିଡେଣ୍ଟ ହେଇଗଲା। ଆଉ କିନ୍ତୁ ପ୍ରଭୁ ବହୁତ ସୁରକ୍ଷାରେ ଆମକୁ ଆଜି ପର୍ଯ୍ୟନ୍ତ ରଖିଛନ୍ତି। କାଲି ପହର ଦିନ ବୁଧବାର ଦିନ ଆମେ ଦିଦିଙ୍କ ସହିତ ଯାଉଥିଲୁ ବାଇକ ରେ, ଗୋଟେ ହଠାତ୍ ଗୋଟେ ମାନେ 7-8 ବର୍ଷର ଛୁଆଟେ ପଳେଇ ଆସିଲା। ମୁଁ ଏତେ ଜୋରରେ ବ୍ରେକ୍ ଧରିଲି କିନ୍ତୁ ଆମେ କିଛି ହେଇନୁ। ସେ ପିଲାକୁ ଯାଇକି ଧକ୍କିନା ଲାଗିଗଲା କିନ୍ତୁ ପିଲା ମଧ୍ୟ କିଛି ହେଇନି। ଏଇତ ବଡ ମାନେ ପିଲା ମଧ୍ୟ ମରିବା କଥା କିନ୍ତୁ ସେ କିଛି ମଧ୍ୟ ହେଇନି। ଏଇତ ବଡ ବିପଦରୁ ପ୍ରଭୁ ଆମକୁ ସୁରକ୍ଷା କରିଅଛନ୍ତି। ପ୍ରଭୁଙ୍କୁ ମହାନ ଧନ୍ୟବାଦ ହେଉ। ପ୍ରଭୁ ମହାନ ବିପଦରୁ ଆମକୁ ସୁରକ୍ଷା କରିଥିବାରୁ ପ୍ରଭୁ ଗୌରବ ପାଆନ୍ତୁ ଛୋଟିଆ ସାକ୍ଷ୍ୟ ନିମନ୍ତେ। ରୋହିତ ଭାଇ, ଯିଏ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ଯିଏ ତାଙ୍କର କଥା ମାନନ୍ତି, ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ରୁହନ୍ତି। ଆଉ ଆପଣଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେଇଛି। ଆପଣଙ୍କର ସାକ୍ଷ୍ୟ ଏଇ ଯୁବକ ସାକ୍ଷ୍ୟ ଦ୍ୱାରା ଅନେକ ଉପକୃତ ହେବେ ଆଉ ସମସ୍ତେ ଈଶ୍ୱରଙ୍କ ଉପରେ ନିର୍ଭର କରିବାରେ ଆଗକୁ ବଢିବେ। ପ୍ରଭୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। आमेन आमेन आमेन। सुंदर साक्ष्य ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର